ସମସ୍ତଙ୍କୁ ମୋର ଶୁଭ ସକାଳ। ଆଜି ଦିନଟା ଆରମ୍ଭ ହେଇଛି ମୋର ପ୍ରଥମେ ଛତୁଆରୁ। ଆଜି ମୋ ଦିନ ଆରମ୍ଭ ହେଇଛି ଛତୁଆରୁ। ମୁଁ ଯେତେବେଳେ ଘରକୁ ଯାଇଥିଲି ମଝିରେ ତ କଇଁଛ ସବୁବେଳେ ଛତୁଆ ଖାଏ ଆଉ ତାଠୁ ଇନ୍ସପାୟାର ହେଇକି ମୁଁ ଆସିକି ଡେଲି ଛତୁଆ ଖାଉଛି। ଖାଇସାରିବା ପରେ ମୁଁ ମୁଗ ଯାଇ ଯାଇକି ଭାଜିଥିଲି। ମତେ ଆଜି ମୁଗ ଡାଲି କରିବାର ଥିଲା। ମୁଁ ସବୁବେଳେ ଏମିତି ହିଁ କରେ, ମୁଗ ଯାଇକି ଭାଜିକି ତାକୁ ପାଣିରେ ବତୁରେଇ ଦିଏ, ତାପରେ କିଛି ସମୟ ପରେ ଡାଲି କରେ। ଭାତ ଏଇଠି ବସି ଦେଇଥିଲି ଆଉ ଛେନା ଘରୁ ଆସିଥିଲା ତ ଛେନାକୁ ପାଣିରେ ଫୁଟେଇକି ଚିପୁଡିକିନା ରଖିଦେଇଥିଲି। ତାପରେ ମତେ ଆଜି ବନେଇବାର ଥିଲା ଛୁଇଁ, କାହିଁକିନା ଛୁଇଁ 2-4 ଦିନ ହେଲାଣି ରହିଗଲାଣି ଫ୍ରିଜରେ ତ ଶୁଖିଗଲାଣି ଟିକେ ଟିକେ। ଏଇ କିଛି ସମୟ ଭିତରେ ମତେ ଦେଖନ୍ତୁ ଟିକେ ମୁଁ ପୁରା ଝାଳରେ ଟୋଟାଲି ହିଁ ବୁଡି ଯାଇଛି। ବର୍ଷା ଦିନେ ତ ଏତେ ସାରା ଗରମ ହଉଛି, ଭାବନ୍ତୁ ଖରା ଦିନେ କେତେ ଗରମ ହଉଥିବ। ଏଗଜଷ୍ଟ ଫ୍ୟାନ ଲାଗିଲା ପରେ ବି ଏତେ ଗରମରେ ଝାଳ ବୋହୁଛି। ଏପଟେ ମୋର ଛୁଇଁ ସନ୍ତୁଳା ବି ହେଇଯାଇଥିଲା ଆଉ ଭାତ ଡାଲମା ବି ହେଇଯାଇଥିଲା। ପରିବା ସବୁ ସିଝେଇକିନା ଗୋଟେ ଚଟଣି ବନେଇ ଦେଇଥିଲି। ମତେ ଆଜି ପାମ୍ପଡର ଗୋଟେ ରେସିପି ବନେଇବାର ଥିଲା ତ ମୁଁ ଏଇଠି ମୁଗ ଯାଇକି ଗ୍ରାଇଣ୍ଡିଙ୍ଗ କରି ତାର ଗୋଟେ ପାମ୍ପଡ ବନଉଛି। ଆଉ ଏ ପାମ୍ପଡ ସତରେ ଏତେ ବଢିଆ ସ୍ମେଲ ହଉଥିଲା ଆଉ ଦେଖିବାକୁ ଏତେ ସୁନ୍ଦର ଲାଗୁଥିଲା। ଆପଣ ଦେଖନ୍ତୁ ମୁଁ ଏଇଟା ଫାଷ୍ଟ ଟ୍ରାଏ କରିଛି ଆଉ ଫାଷ୍ଟ ଟ୍ରାଏରେ ବି ବହୁତ ହିଁ ବଢିଆ ହେଇଥିଲା ପାମ୍ପଡ। ଦେନ୍ ମୁଁ ଗୋଟେ ଅଟା ଜରି ଥିଲା ତ ସେଥିରେ ସବୁ ରଖିକିନା ଶୁଖେଇ ଦେଇଥିଲି। ମୋର ପାମ୍ପଡ କାମ ସରିଲା ପରେ ଇଏ ଆସି ପହଞ୍ଚି ଯାଇଥିଲେ ତ ଆଙ୍କୁ ଖାଇବା ବାଢିକି ଦେଇ ଦେଇଥିଲି। ତାପରେ ଗ୍ୟାସ ସଫା ବାସନ ମଜା। ଏଇଠି ଭିଡିଓକୁ ଏଣ୍ଡ